ପ୍ରତିସରଣ। ଗୋଟିଏ ସ୍ୱଚ୍ଛ ନିକଟରେ ପେନସିଲ କିଛି ବିସ୍ଥାପିତ ହେଲା ପରି ଜଣାପଡ଼େ। ଏହି କାରଣରୁ କାଚ ତଳେ ଥିବା ଖବର କାଗଜର ଅକ୍ଷରଗୁଡ଼ିକୁ କାଚ ସ୍ଲାବ୍ ମଧ୍ୟ ଦେଇ ଅନାଇଲେ ସେଗୁଡ଼ିକ କିଛି ଉପରକୁ ଉଠି ଆସିଲା ପରି ଜଣାପଡ଼େ। ଗୋଟିଏ ଗ୍ଲାସରେ ଜଳ ନ ନେଇ ଅନ୍ୟ କିଛି ତରଳ ଯଥା କିରୋସିନ ବା ଟର୍ପେଣ୍ଟାଇନ୍ ନେଇ ପେନସିଲକୁ ବୁଡ଼ାଇଲେ ତାହାର ବିସ୍ଥାପନ କ'ଣ ସମାନ ରହିବ? ଖବର କାଗଜ ଉପରେ କାଚର ସ୍ଲାବ୍ ନ ରଖି ସମାନ ମୋଟେଇର ସ୍ୱଚ୍ଛ ପ୍ଲାଷ୍ଟିକର ସ୍ଲାବ୍ ରଖିଲେ ସ୍ଲାବ୍ ତଳେ ରହିଥିବା ଅକ୍ଷରଗୁଡ଼ିକ କ'ଣ ସମାନ ଉଚ୍ଚତାକୁ ଉଠିଲା ପରି ଜଣାପଡ଼ିବ? ତୁମେ ଲକ୍ଷ୍ୟ କରିପାରିବ ଯେ ଏ ପ୍ରକାର ପ୍ରଭାବର ମାତ୍ରା ଭିନ୍ନ ଭିନ୍ନ ମାଧ୍ୟମ ଯୁଗଳ ପାଇଁ ଭିନ୍ନ ହୋଇଥାଏ। ଏହି ପର୍ଯ୍ୟବେକ୍ଷଣ ଗୁଡ଼ିକରୁ ଜଣାପଡ଼ୁଛି ଯେ ଆଲୋକ ଗୋଟିଏ ମାଧ୍ୟମରୁ ଅନ୍ୟ ମାଧ୍ୟମକୁ ଗଲାବେଳେ ସମାନ ଦିଗରେ ଗତି କରେ ନା। ଆଲୋକ ତିର୍ଯ୍ୟକ ଭାବରେ ଗୋଟିଏ ମାଧ୍ୟମରୁ ଅନ୍ୟ ଏକ ମାଧ୍ୟମ ଭିତରକୁ ପ୍ରବେଶ କଲେ ତାର ସଞ୍ଚାରଣ ଦିଗ ଦ୍ୱିତୀୟ ମାଧ୍ୟମରେ ବଦଳିଯାଏ। ଏହିପରି ଘଟଣାକୁ ଆଲୋକର ପ୍ରତିସରଣ କୁହାଯାଏ। ଆୟତାକାର କାଚ ସ୍ଲାବର ଦୁଇଟି ବିପରୀତ ସମାନ୍ତର ପୃଷ୍ଠ ଏ ବି ବାୟୁ ଓ କାଚ ମଧ୍ୟରେ ବ୍ୟବଧାନ ପୃଷ୍ଠ ଓ ସି ଡି କାଚ ଓ ବାୟୁ ମଧ୍ୟରେ ବ୍ୟବଧାନ ପୃଷ୍ଠ ଅଛି। ଏହି ବିପରୀତ ସମାନ୍ତର ପୃଷ୍ଠରେ ଆଲୋକ ରଶ୍ମିର ବାଙ୍କି ଯିବାର ପରିମାଣ ସମାନ ଓ ବିପରୀତ ଅଟେ। ଏହି କାରଣରୁ ନିର୍ଗତ ବିନ୍ଦୁଠାରେ ଆଲୋକ ରଶ୍ମି ଆପତିତ ରଶ୍ମି ସହିତ ସମାନ୍ତର ହୋଇ ନିର୍ଗତ ହୁଏ। ମାତ୍ର ଆଲୋକ ରଶ୍ମି ଗୋଟିଏ କଡ଼କୁ କିଛି ବିସ୍ଥାପିତ ହୋଇଥାଏ। ଆଲୋକ ରଶ୍ମି ଦୁଇଟି ସ୍ୱଚ୍ଛ ମାଧ୍ୟମର ବ୍ୟବଧାନ ପୃଷ୍ଠରେ ଅବିଲମ୍ବ ଭାବରେ ପଡ଼ିଲେ କ'ଣ ହୁଏ ଜାଣିବାକୁ ଚେଷ୍ଟା କର। ତୁମେ ବର୍ତ୍ତମାନ ଆଲୋକ ପ୍ରତିସରଣ ବିଷୟ ଜାଣିଲ। ଗୋଟିଏ ମାଧ୍ୟମରୁ ଅନ୍ୟ ଏକ ମାଧ୍ୟମକୁ ଆଲୋକ ଗତି କଲେ ଆଲୋକର ବେଗରେ ପରିବର୍ତ୍ତନ ହୁଏ। ଏହା ଯୋଗୁଁ ପ୍ରତିସରଣ ହୁଏ। ବିଭିନ୍ନ ପରୀକ୍ଷାରୁ ଜଣାଯାଇଛି ଯେ ଆଲୋକର ପ୍ରତିସରଣ ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ହୁଏ। ଆଲୋକ ପ୍ରତିସରଣର ଦୁଇଟି ନିୟମ ହେଲା: 1. ଆପତିତ ରଶ୍ମି ପ୍ରତିଶ୍ରୁତ ରଶ୍ମି ଓ ଆପତନ ବିନ୍ଦୁଠାରେ ଦୁଇଟି ସ୍ୱଚ୍ଛ ମାଧ୍ୟମର ବ୍ୟବଧାନ ପୃଷ୍ଠ ପ୍ରତି
ପ୍ରତିସରଣାଙ୍କ। ତୁମେ ପଢି ସାରିଛ ଯେ ଆଲୋକ ରଶ୍ମି ଗୋଟିଏ ସ୍ୱଚ୍ଛ ମାଧ୍ୟମରୁ ଅନ୍ୟ ଗୋଟିଏ ସ୍ୱଚ୍ଛ ମାଧ୍ୟମକୁ ପ୍ରବେଶ କଲେ ଦ୍ୱିତୀୟ ମାଧ୍ୟମରେ ତାର ଗତିପଥର ଦିଗରେ ପରିବର୍ତ୍ତନ ହୁଏ। ଦୁଇଟି ନିର୍ଦ୍ଦିଷ୍ଟ ମାଧ୍ୟମ ପାଇଁ ଏହି ଦିଗ ପରିବର୍ତ୍ତନର ପରିମାଣ ପ୍ରତିସରଣାଙ୍କ ଉପରେ ନିର୍ଭର କରେ। ଦୁଇଟି ମାଧ୍ୟମ ଭିତରେ ଆଲୋକ ସଞ୍ଚାରଣର ଆପେକ୍ଷିକ ବେଗ ସହିତ ପ୍ରତିସରଣାଙ୍କର ସମ୍ପର୍କ ଅଛି। ଭିନ୍ନ ଭିନ୍ନ ମାଧ୍ୟମରେ ଆଲୋକ ଭିନ୍ନ ଭିନ୍ନ ବେଗରେ ସଞ୍ଚାରିତ ହୁଏ। ଶୂନ୍ୟ ମାଧ୍ୟମରେ ଆଲୋକର ବେଗ ସର୍ବାଧିକ। ଏହା 3 × 10⁸ ମିଟର ପର ସେକେଣ୍ଡ। ବାୟୁରେ ଆଲୋକର ବେଗ ଶୂନ୍ୟ ମାଧ୍ୟମ ତୁଳନାରେ ସାମାନ୍ୟ କମ୍। ମାତ୍ର ଆଲୋକର ବେଗ କାଚ ବା ଜଳ ମାଧ୍ୟମରେ ଯଥେଷ୍ଟ ହ୍ରାସ ପାଏ। ଗୋଟିଏ ଦତ୍ତ ମାଧ୍ୟମ ଯୁଗଳ ପାଇଁ ପ୍ରତିସରଣାଙ୍କ ସେହି ଦୁଇ ମାଧ୍ୟମରେ ଆଲୋକର ବେଗ ଉପରେ ନିର୍ଭର କରେ। ଚିତ୍ରରେ ଦର୍ଶାଯାଇଥିବା ଗୋଟିଏ ଆଲୋକ ରଶ୍ମି ସମ୍ପର୍କରେ ବିଚାର କରିବା। ଏହା ମାଧ୍ୟମ 1 ରୁ ମାଧ୍ୟମ 2 କୁ ଗତି କରୁଛି। ମନେକର ପ୍ରଥମ ମାଧ୍ୟମରେ ଆଲୋକର ବେଗ v1 ଓ ଦ୍ୱିତୀୟ ମାଧ୍ୟମରେ ଆଲୋକର ବେଗ v2। ପ୍ରଥମ ମାଧ୍ୟମ ତୁଳନାରେ ଦ୍ୱିତୀୟ ମାଧ୍ୟମର ପ୍ରତିସରଣାଙ୍କକୁ ଆଲୋକର ପ୍ରଥମ ମାଧ୍ୟମରେ ବେଗ ଓ ଦ୍ୱିତୀୟ ମାଧ୍ୟମରେ ବେଗର ଅନୁପାତ ଦ୍ୱାରା ପ୍ରକାଶ କରାଯାଏ। ଏହି ପ୍ରତିସରଣାଙ୍କକୁ n/1 ସଂକେତ ଦ୍ୱାରା ପ୍ରକାଶ କରାଯାଏ। n/1 = ଆଲୋକର ପ୍ରଥମ ମାଧ୍ୟମରେ ବେଗ ଡିଭାଇଡେଡ୍ ବାଇ ଆଲୋକର ଦ୍ୱିତୀୟ ମାଧ୍ୟମରେ ବେଗ ସମାନ v1/v2। ଯଦି n12 ଦ୍ୱିତୀୟ ମାଧ୍ୟମ ତୁଳନାରେ ପ୍ରଥମ ମାଧ୍ୟମର ପ୍ରତିସରଣାଙ୍କ ହୁଏ, ତେବେ n12 ସମାନ ଆଲୋକର ଦ୍ୱିତୀୟ ମାଧ୍ୟମରେ ବେଗ ବିଭକ୍ତ ଆଲୋକର ପ୍ରଥମ ମାଧ୍ୟମରେ ବେଗ ସମାନ v2/v1। ଯଦି ପ୍ରଥମ ମାଧ୍ୟମ ଶୂନ୍ୟ ହୁଏ, ତେବେ ଶୂନ୍ୟ ମାଧ୍ୟମ ତୁଳନାରେ ଦ୍ୱିତୀୟ ମାଧ୍ୟମର ପ୍ରତିସରଣାଙ୍କକୁ ଦ୍ୱିତୀୟ ମାଧ୍ୟମର ପରମ ପ୍ରତିସରଣାଙ୍କ କୁହାଯାଏ। ଏହାକୁ n20 ବା ସରଳ ଭାବରେ କେବଳ n2 ସଂକେତ ଦ୍ୱାରା ଚିହ୍ନିତ କରାଯାଇଥାଏ। ଯଦି ଆଲୋକର ବେଗ ଶୂନ୍ୟ ମାଧ୍ୟମରେ ବା ବାୟୁ ମାଧ୍ୟମରେ c ହୁଏ ଏବଂ ଅନ୍ୟ ଏକ ମାଧ୍ୟମରେ v ହୁଏ, ତେବେ ଶୂନ୍ୟ ବା ବାୟୁ ମାଧ୍ୟମ ତୁଳନାରେ ସେହି ମାଧ୍ୟମର ପରମ ପ୍ରତିସରଣାଙ୍କ ହେଉଛି n ସମାନ ଆଲୋକର ବାୟୁରେ ବେଗ ବିଭକ୍ତ ଆଲୋକର ମାଧ୍ୟମରେ ବର୍ତ୍ତୁଳାକାର ଲେନ୍ସରେ ପ୍ରତିସରଣ। ଲୋକମାନେ ପଢ଼ିବା ପାଇଁ ଚଷମା ବ୍ୟବହାର କରିବା ଦେଖିଥିବ। ଘଡ଼ି ମରାମତି କରୁଥିବା ଲୋକ ଘଡ଼ିର ଛୋଟ ଛୋଟ ଅଂଶ ଦେଖିବା ପାଇଁ ଛୋଟ ପରିବର୍ଦ୍ଧକ କାଚ ବ୍ୟବହାର କରନ୍ତି। ତମେ ପରିବର୍ଦ୍ଧକର କାଚକୁ କେବେ ନିଜ ଆଙ୍ଗୁଳିରେ ସ୍ପର୍ଶ କରିଛ? ଏହାର ପୃଷ୍ଠ ସମତଳ ନା ବକ୍ର? ଏହା ମଝିରେ ମୋଟା ନା ଧାରରେ ମୋଟା? ଚଷମାରେ ବ୍ୟବହୃତ ହେଉଥିବା କାଚ ଏକ ଲେନ୍ସ ଅଟେ। ଲେନ୍ସ କ'ଣ? ଏହା ଆଲୋକ ରଶ୍ମିକୁ କିପରି ବଙ୍କେଇ ଦିଏ? ଏ ଅଧ୍ୟାୟରେ ଆମେ ଏସବୁ ଆଲୋଚନା କରିବା। ଦୁଇଟି ପୃଷ୍ଠ ଥିବା ଏକ ସ୍ୱଚ୍ଛ ପ୍ରତିସରଣକାରୀ ମାଧ୍ୟମରେ ଗୋଟିଏ ପୃଷ୍ଠ ବା ଉଭୟ ପୃଷ୍ଠ ବକ୍ର ହେଉଥିଲେ ତାକୁ ଲେନ୍ସ କୁହାଯାଏ। ଚିତ୍ର 6.12 ଉତ୍ତଳ ଲେନ୍ସର ଅଭିସାରଣ କ୍ରିୟା। 6.12 ଅବତଳ ଲେନ୍ସର ଅପସାରଣ କ୍ରିୟା। ଏହାର ଦୁଇଟି ପୃଷ୍ଠ ବର୍ତ୍ତୁଳାକାର ହୋଇପାରେ କିମ୍ବା ଗୋଟିଏ ପୃଷ୍ଠ ବର୍ତ୍ତୁଳାକାର ଓ ଅନ୍ୟଟି ସମତଳ ହୋଇପାରେ। ଯଦି ଲେନ୍ସର ଦୁଇଟି ବର୍ତ୍ତୁଳାକାର ପୃଷ୍ଠ ବାହାର ପଟକୁ ବାହାରିଥାଏ, ତେବେ ସେହି ଲେନ୍ସକୁ ଦ୍ୱି ଉତ୍ତଳ ବା କେବଳ ଉତ୍ତଳ ଲେନ୍ସ କୁହାଯାଏ। ଯଦି ଲେନ୍ସର ଦୁଇଟି ବର୍ତ୍ତୁଳାକାର ପୃଷ୍ଠ ବାହାର ପଟକୁ ବାହାରିଥାଏ, ତେବେ ସେହି ଲେନ୍ସକୁ ଦ୍ୱି ଉତ୍ତଳ ବା କେବଳ ଉତ୍ତଳ ଲେନ୍ସ କୁହାଯାଏ। ଏହାର ମଝି ଅଂଶ ଧାର ଅଂଶଠାରୁ ଅଧିକ ମୋଟା ହୋଇଥାଏ। ଉତ୍ତଳ ଲେନ୍ସ ଆଲୋକ ରଶ୍ମିଗୁଚ୍ଛକୁ କେନ୍ଦ୍ରାଭିମୁଖୀ କରେ, ତେଣୁ ଉତ୍ତଳ ଲେନ୍ସକୁ କେନ୍ଦ୍ରାଭିମୁଖୀ ବା ଅଭିସାରୀ ଲେନ୍ସ କୁହାଯାଏ। ସେହିପରି ଗୋଟିଏ ଲେନ୍ସର ଦୁଇଟି
ବର୍ତ୍ତୁଳାକାର ପୃଷ୍ଠ ଯଦି ଭିତର ଆଡ଼କୁ ପଶି ଯାଇଥାଏ ଅର୍ଥାତ୍ ବକ୍ର ହୋଇଥାଏ ତେବେ ତାହାକୁ ଦୁଇ ଅବତଳ ବା କେବଳ ଅବତଳ ଲେନ୍ସ କୁହାଯାଏ। ଏହାର ଧାର ଅଂଶ ମଝି ଅଂଶ ଅପେକ୍ଷା ଅଧିକ ମୋଟା ହୋଇଥାଏ। ଏହି ଲେନ୍ସ ଆଲୋକ ରଶ୍ମିକୁ ଅପସାରଣ କରେ, ତେଣୁ ଅବତଳ ଲେନ୍ସକୁ ଅପସାରୀ ଲେନ୍ସ କୁହାଯାଏ। ଗୋଟିଏ ଲେନ୍ସର ଉତ୍ତଳ ହେଉ ବା ଅବତଳ ହେଉ ଦୁଇଟି ବର୍ତ୍ତୁଳାକାର ପୃଷ୍ଠ ଥାଏ। ପ୍ରତ୍ୟେକ ବର୍ତ୍ତୁଳାକାର ପୃଷ୍ଠ ଗୋଟିଏ ଗୋଲକର ଅଂଶ ଅଟେ। ଏହି ଗୋଲକ ଗୁଡ଼ିକର କେନ୍ଦ୍ରକୁ ଲେନ୍ସର ବକ୍ରତା କେନ୍ଦ୍ର କୁହାଯାଏ। ଲେନ୍ସର ବକ୍ରତା କେନ୍ଦ୍ର ସାଧାରଣତଃ ସି ଅକ୍ଷର ଦ୍ୱାରା ଚିହ୍ନିତ ହୋଇଥାଏ। ଲେନ୍ସର ଦୁଇ ବକ୍ରତଳ ପାଇଁ ଦୁଇଟି ବକ୍ରତା କେନ୍ଦ୍ର ଥାଏ, ସେମାନଙ୍କୁ C1 ଓ C2 ଅକ୍ଷର ଦ୍ୱାରା ଚିହ୍ନିତ କରାଯାଏ। ଲେନ୍ସର ଦୁଇ ବକ୍ରତା କେନ୍ଦ୍ର ଦେଇ ଯାଇଥିବା କାଳ୍ପନିକ ସରଳ ରେଖାକୁ ଲେନ୍ସର ପ୍ରମୁଖ ଅକ୍ଷ କୁହାଯାଏ। ଲେନ୍ସର ମଧ୍ୟବିନ୍ଦୁକୁ ଆଲୋକ କେନ୍ଦ୍ର କୁହାଯାଏ। ଏହାକୁ ସାଧାରଣତଃ O ଅକ୍ଷର ଦ୍ୱାରା ଚିହ୍ନିତ କରାଯାଏ। ଲେନ୍ସର ଆଲୋକ କେନ୍ଦ୍ର ଦେଇ ଯାଉଥିବା ଆଲୋକ ରଶ୍ମିର କୌଣସି ବିପଥନ ହୁଏନି ଓ ତାହା ସିଧା ଗତି କରେ। ବର୍ତ୍ତୁଳାକାର ଲେନ୍ସର ମଝିରେ ଯେଉଁ କ୍ଷୁଦ୍ର ବୃତ୍ତାକାର ପରିସୀମା ଭିତରେ ଲେନ୍ସ ପ୍ରତିସରଣ କରେ ତାହାର ବ୍ୟାସକୁ ଲେନ୍ସର ଦ୍ୱାରକ କୁହାଯାଏ। ଆମେ ଏହି ଅଧ୍ୟାୟରେ ଯେଉଁ ଲେନ୍ସ ଗୁଡ଼ିକ କଥା ବିଚାର କରିବା ତାହାର ଦ୍ୱାରକ ବକ୍ରତା ବ୍ୟାସାର୍ଦ୍ଧ ଅପେକ୍ଷା ଯଥେଷ୍ଟ କମ୍। ଏହି ଲେନ୍ସ ଗୁଡ଼ିକୁ କ୍ଷୁଦ୍ର ଦ୍ୱାରକ ବିଶିଷ୍ଟ ପତଳା ଲେନ୍ସ କୁହାଯାଏ। ରଶ୍ମି ଚିତ୍ର ବ୍ୟବହାର କରି ଲେନ୍ସରେ ପ୍ରତିବିମ୍ବ ଗଠନ। ଆମେ ରଶ୍ମି ଚିତ୍ର ଅଙ୍କନ କରି ଲେନ୍ସ ଦ୍ୱାରା ସୃଷ୍ଟ ପ୍ରତିବିମ୍ବକୁ ଦେଖାଇ ପାରିବା। ପ୍ରତିବିମ୍ବର ପ୍ରକୃତି, ସ୍ଥିତି ଓ ଆପେକ୍ଷିକ ଆକାର ଅନୁଶୀଳନ କରିବା ପାଇଁ ରଶ୍ମି ଚିତ୍ର ମଧ୍ୟ ସାହାଯ୍ୟ କରେ। ଲେନ୍ସ ପାଇଁ ରଶ୍ମି ଚିତ୍ର ଅଙ୍କନ କରିବା ପାଇଁ ବର୍ତ୍ତୁଳାକାର ଦର୍ପଣ ପଦ୍ଧତି ପରି ବର୍ଣ୍ଣିତ ଯେକୌଣସି ଦୁଇଟି ରଶ୍ମି ଆମେ ନେଇପାରିବା। 1. ପ୍ରମୁଖ ଅକ୍ଷ ସହିତ ସମାନ୍ତର ହୋଇ ବସ୍ତୁରୁ ଆସୁଥିବା ଆଲୋକ ରଶ୍ମି ଉତ୍ତଳ ଲେନ୍ସରେ ପ୍ରତିଶ୍ରୁତ ହେଲା ପରେ ଲେନ୍ସର ଅପର ପାର୍ଶ୍ୱରେ ପ୍ରମୁଖ ଫୋକସ୍ ଦେଇ ଗତି କରେ। ଏହା ଚିତ୍ର A ରେ ଦର୍ଶାଯାଇଛି। ଅବତଳ ଲେନ୍ସର କ୍ଷେତ୍ରରେ ସେହି ରଶ୍ମି ଲେନ୍ସର ବସ୍ତୁ ରହିଥିବା ପାର୍ଶ୍ୱରେ ଥିବା ଫୋକସ୍ରୁ ଅପସାରିତ ହେଲା ପରି ଜଣାପଡ଼େ। ଏହା ଚିତ୍ର B ରେ ଦର୍ଶାଯାଇଛି। 2. ପ୍ରମୁଖ ଫୋକସ୍ ଦେଇ ଗତି କରୁଥିବା ଗୋଟିଏ ଆଲୋକ ରଶ୍ମିର ଉତ୍ତଳ ଲେନ୍ସରେ ପ୍ରତିସରଣ ହେଲା ପରେ ତାହା ପ୍ରମୁଖ ଅକ୍ଷ ସହିତ ସମାନ୍ତର ହୋଇ ଲେନ୍ସରୁ ନିର୍ଗତ ହୁଏ। ଏହା ଚିତ୍ର 6.14 A ରେ ଦର୍ଶାଯାଇଛି। ଯେଉଁ ଆଲୋକ ରଶ୍ମି ଅବତଳ ଲେନ୍ସର ଫୋକସ୍ ଆଡ଼କୁ ଗତି କରୁଥାଏ ତାହା ସେହି ଲେନ୍ସ ଦ୍ୱାରା ପ୍ରତିଶ୍ରୁତ ହେଲା ପରେ ପ୍ରମୁଖ ଅକ୍ଷ ସହିତ ସମାନ୍ତର ଭାବେ ଲେନ୍ସରୁ ନିର୍ଗତ ହୁଏ। ଏହା ଚିତ୍ର 6.14 B ରେ ଦର୍ଶାଯାଇଛି। 3. ଆଲୋକ କେନ୍ଦ୍ର ଦେଇ ଗତି କରୁଥିବା ଆଲୋକ ରଶ୍ମି କୌଣସି ବିପଥନ ବିନା ଲେନ୍ସରୁ ନିର୍ଗତ ହୁଏ। ଏହା ଚିତ୍ର 6.15 A ଓ B ରେ ପ୍ରଦର୍ଶିତ ହୋଇଛି। ବସ୍ତୁର କେତୋଟି ଭିନ୍ନ ଭିନ୍ନ ସ୍ଥିତି ପାଇଁ ଉତ୍ତଳ ଲେନ୍ସରେ ପ୍ରତିବିମ୍ବ ଗଠନର ରଶ୍ମି ଚିତ୍ର ତଳେ ଚିତ୍ର 6.16 ରେ ପ୍ରଦର୍ଶିତ ହୋଇଛି। ସେହିପରି ବସ୍ତୁର ଭିନ୍ନ ଭିନ୍ନ ସ୍ଥିତି ପାଇଁ ଅବତଳ ଦର୍ପଣରେ ପ୍ରତିବିମ୍ବ ଗଠନର ରଶ୍ମି ଚିତ୍ର ଚିତ୍ର 6.17 ରେ ପ୍ରଦର୍ଶିତ ହୋଇଛି। ବର୍ତ୍ତୁଳାକାର ଲେନ୍ସ ପାଇଁ ସଂକେତ ପ୍ରଥା। ବର୍ତ୍ତୁଳାକାର ଦର୍ପଣ ପାଇଁ ଯେଉଁ ସଂକେତ ପ୍ରଥା ଗ୍ରହଣ କରାଯାଇଛି ତାହାର ସଦୃଶ ସଂକେତ ପ୍ରଥା ଲେନ୍ସ ପାଇଁ ମଧ୍ୟ ଅନୁସରଣ କରାଯାଏ। ଦୂରତାର ସଂକେତ ପାଇଁ ଏକା ପ୍ରକାରର ନିୟମ ପ୍ରୟୋଗ କରାଯାଏ। କେବଳ ଲେନ୍ସ କ୍ଷେତ୍ରରେ ସମସ୍ତ ଦୂରତା ଲେନ୍ସର ଆଲୋକ କେନ୍ଦ୍ରଠାରୁ ମପାଯାଏ। ଏହି ପ୍ରଥା ଅନୁସାରେ ଉତ୍ତଳ ଲେନ୍ସର ଫୋକସ୍ ଦୂରତା ଯୁକ୍ତାତ୍ମକ ଓ ଅବତଳ ଲେନ୍ସର ଫୋକସ୍ ଦୂରତା ବିଯୁକ୍ତାତ୍ମକ ଅଟେ। ସୂତ୍ର ଓ ପରିବର୍ଦ୍ଧନ। ବର୍ତ୍ତୁଳାକାର ଦର୍ପଣ ପାଇଁ ଯେମିତି ଦର୍ପଣ ସୂତ୍ର ଅଛି ସେମିତି ବର୍ତ୍ତୁଳାକାର ଲେନ୍ସ ପାଇଁ ମଧ୍ୟ ଲେନ୍ସ ସୂତ୍ର ଅଛି।
ଏହି ସୂତ୍ର ବସ୍ତୁ ଦୂରତା u ପ୍ରତିବିମ୍ବ ଦୂରତା v तुमे पढ़ी सारिलणी जे लेंस रो आलोक रश्मि गुड़िकु अपसारण बा अभिसारण करिवार दक्षता तार फोकस दूरता उपरे निर्भर करे। गोटिए अल्प फोकस दूरता विशिष्ट उत्तल लेंस आलोक रश्मि गुड़िकु अधिक कोणरे बंकाई आलोक केन्द्रर निकटतर स्थान रे फोकस कराए। सेहीपरि अल्प फोकस दूरता विशिष्ट अवतल लेंस अधिक अपसारण सृष्टि करे। लेंस द्वारा हेउथुबा अभिसारण बा अपसारणर मात्रा को लेंस रो पावर कहंती। एहा फोकस दूरता द्वारा निर्धारित होइथाय। एथिपई गोटिए लेंस रो फोकस दूरतार विलोमी को लेंस रो पावर कहा जाए। एहा p अक्षर द्वारा चिन्हित हुए। यदि लेंस रो फोकस दूरता f हुए तेबे p इज इक्वल टू 1/f। आंतर्जातिक एकक पद्धति SI यूनिट अनुसार लेंस रो पावर रो एकक होउची डायप्टर। यह d अक्षर द्वारा चिन्हित हुए। फोकस दूरता मीटर रे प्रकाशित हेले पावर डायप्टर रे प्रकाशित हुए। लेंस रो फोकस दूरता 1.0 मीटर हेले तार पावर 1 डायप्टर होइथाय। कारण 1d इज इक्वल टू 1 मीटर टू द पावर -1 बा 1 मीटर टू द पावर -1।